ଯେତେବେଳେ ବିନା ଅଧିକାରେ ସବୁକିଛି ଛଡ଼ାଇ ନିଆଯାଏ ତାହାକୁ କୁହାଯାଏ ମହାଭାରତ। ଆଉ ଯେତେବେଳେ କେହି ନିଜର ଅଧିକାର ଛାଡ଼ିଦେଇ ଆନନ୍ଦ ପାଏ ତାହାର ନାମ ହେଉଛି ରାମାୟଣ। ଚାଲନ୍ତୁ ସାଙ୍ଗମାନେ ଆଜି ଗୋଟେ ନିଆରା ରେସିପିଟିଏ ଦେଖିବା। ମୋ ରୋଷେଇ ଘରକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ପ୍ରଥମେ ତ ଲାଉକୁ ଏମିତି ଛୋଟ ଛୋଟ କାଟି ତାକୁ ଭଲସେ ଧୋଇ ନେଲି। କଢ଼େଇରେ ସୋରିଷ ତେଲ ଦେଇ ଅଳ୍ପ ଚିନି ଦେଇ ତାକୁ ଟିକେ କଲର୍ କରି ସେଥିରେ କଳା ଜିରା ଦେଇ କଟା ଲାଉକୁ ଦେଇଦେବା। ତାକୁ ଏପଟ ସେପଟ କରି 5 ମିନିଟ୍ ଟିକେ ତାକୁ କଭର୍ କରିଦେବା। ସେଥିରେ ଦେବା କଟା କଞ୍ଚା ଲଙ୍କା, ସ୍ୱାଦ ଅନୁସାରେ ଲୁଣ। ପୁଣି ତାକୁ ଟିକେ କଭର୍ କରି ଛାଡ଼ିଦେବା। ତା ପାଇଁ ଗୋଟେ ମସଲା ପ୍ରସ୍ତୁତ କରିବା। କିଛି ବାଦାମ ଆଉ କିଛି ନଡ଼ିଆ ଖଣ୍ଡକୁ ପ୍ରଥମେ ମିକ୍ସିଂ ଜାର୍ରେ ଟିକେ ଦରଦରା କରି ନେବା। ତାପରେ ସେଥିରେ କିଛି କ୍ଷୀରକୁ ଦେଇ ପୁଣି ତାକୁ ଭଲସେ ଗ୍ରାଇଣ୍ଡ କରିନେବା। ଆମର ଲାଉଟା ସିଝିଗଲେ ମସଲାକୁ ଦେଇଦେବା। ସେଥିରେ ଅଳ୍ପ ଚିନି ଦେବା ଟିକେ ଟେଷ୍ଟି ପାଇଁ। ତରକାରୀର ଟିକେ ନଡ଼ିଆ ରସଟାକୁ ଟିକେ ମାରିଦେବା। ପ୍ରସ୍ତୁତ ହେଇଗଲା ଆମର ଏଇ ନୂଆ ରେସିପି। ରହିଲି, ଜୟ